हेलो फ्रेंड्स, वेलकम टू माय यूट्यूब चैनल स्टडी विथ वर्षा। पिलाମାନେ ଆଜି ଆମେ ପଢ଼ିବା ପ୍ରଥମ ଶ୍ରେଣୀର ପାଠ 8। ଠିକ୍ ଅଛି। ପାଠ 8 ବିଷୟଟା ଅଛି ଯେଉଁ ଆମ ଜୀବଜଗତ ବିଷୟଟି ଅଛି ସେଇଟା ପଢ଼ିବା ପିଲାମାନେ। ବିଷୟଟିର ନାଁ ହେଉଛି ବିଲୁଆର ପଇଡ଼ ପିଆ। ବିଲୁଆର ପଇଡ଼ ପିଆ। ଠିକ୍ ଅଛି। କ'ଣ ରହିଛି ବିଷୟଟିରେ ଜାଣିବା ପିଲାମାନେ। ଚାଲନ୍ତୁ ଷ୍ଟାର୍ଟ କରିବା। ଉଦୁଉଦିଆ ଖରାବେଳ ବିଲୁଆଟିଏ ବଣରେ ବୁଲୁଥିଲା। ହେଲା, ଖରା ସମୟରେ ଆମର କେମିତି ଖରା ହୁଏ, ଉଦୁଉଦିଆ ଖରା ହୁଏ। ତ ସେଇ ସମୟରେ ଗୋଟେ ବିଲୁଆଟିଏ ବୁଲୁଥିଲା। କେଉଁଠୁ ନା ବଣରେ ବୁଲୁଥିଲା। ତାକୁ ଭାରି ଶୋଷ ଲାଗୁଥିଲା। ତାକୁ କ'ଣ ଲାଗୁଥିଲା? ଶୋଷ ଲାଗୁଥିଲା। ସେ ବଣ ଭିତରେ କେଉଁଠି ଟୋପାଏ ବି ପାଣି ପାଇଲା ନାହିଁ। ପାଣି ଖୋଜୁ ଖୋଜୁ ସେ ପାଖ ଗାଁ ଭିତରକୁ ପଶିଗଲା। ସେ ପାଣି ଖୋଜୁ ଖୋଜୁ ଗୋଟେ ପାଖରେ ଗୋଟେ ଗାଁ ଥିଲା, ସେ ଗାଁ ଭିତରକୁ ପଶିଗଲା। ସେଠାରେ ବଡ଼ ନଡ଼ିଆ ଗଛଟିଏ ଥିଲା। ସେ ପାଖରେ ଗୋଟେ କ'ଣ ଥିଲା ନା ଗୋଟେ ନଡ଼ିଆ ଗଛ ଥିଲା। ସେଥିରେ ବହୁତ ପଇଡ଼ ଦେଖିଲା। ସେ ଗଛରେ କ'ଣ ଥିଲା? ବହୁତ ପଇଡ଼ ଦେଖିଲା। ଏଇଭଳିଆ ଦେଖୁଛୁ ନା ପଇଡ଼। ଗଛ ଉପରେ ହନୁ ମାଙ୍କଡ଼ଟିଏ ପଇଡ଼ଟାକୁ ଜଗିଥିଲା। ହେଲା, ଆଉ ସେ ଗଛ ଉପରେ କିଏ ଥିଲା? ଗୋଟେ ହନୁ ମାଙ୍କଡ଼। ହେଲା, ଜଗି ରହିଥିଲା ପଇଡ଼ଟିକୁ। ଠିକ୍ ଅଛି। ହନୁକୁ ବିଲୁଆ ଆଗରୁ ଜାଣେ। ସେ ବଡ଼ ଲୋଭିଟା। ହେଲା, ହନୁକୁ ବିଲୁଆ ଆଗରୁ ଜାଣିଥିଲା ଯେ ସେ ଗୋଟେ କ'ଣ ଲୋଭିଟା। ମାଗିଲେ କିଛି ବି ଦବନି। ସେ ମାଗିଲେ କିଛି ବି ଦବନି ବୋଲି ଜାଣିଥିଲା। ଓଲଟି ରାଗରେ ଗରଗର ହେବ। ହେଲା, ଯେ ହନୁକୁ ବିଲୁଆ ଆଗରୁ ଜାଣିଥିଲା ଯେ ସେ ଗୋଟେ ଲୋଭିଟା ବୋଲି, ଆଉ ମାଗିଲେ କିଛି ବି ଦବନି। ଓଲଟି ସେ ରାଗରେ କ'ଣ ହେବ? ଗରଗର ହେବ ବୋଲି ଜାଣିଥିଲା। କିଏ? ବିଲୁଆଟି। ହେଲା, ହନୁଠାରୁ ପଇଡ଼ ପାଣି ପିଇବାକୁ ବିଲୁଆ ଉପାୟଟିଏ ବାହାର କଲା। ହେଲା, ହନୁଠାରୁ କିପରି ସେ ଆଣିବ ତା ପାଇଁ ଗୋଟେ ଉପାୟ ବାହାର କଲା। କିଏ? ନା ବିଲୁଆ। ସେ କହିଲା, ହନୁ ଭାଇ ତୁମ ଗଛର ପଇଡ଼ ପାଣି ମିଠା ତ? ସେ କହିଲା। ହେଲା, କାହା କହିଲା? ହନୁକୁ କହିଲା। କିଏ? ନା ବିଲୁଆ କହିଲା। ତାପରେ ହନୁ ରାଗିଯାଇ କହିଲା, ଆଉ କ'ଣ ଖଟା ବୋଲି ଭାବୁଛୁ? ସେ କହିଲା। କିଏ କହିଲା? ନା ହନୁଟି କହିଲା। ଖଟା ବୋଲି ଭାବୁଛୁ କି ବୋଲି ସେ କହିଲା। ତାପରେ ବିଲୁଆ ଟିକେ ନରମ ଗଳାରେ କହିଲା। କ'ଣ କହିଲା? ମୁଁ କହୁନି ମ, ବଣରେ ସଭିଏ ତୁମ ଗଛର ପଇଡ଼ ପାଣିକୁ ଲୁଣିଆ ବୋଲି କହୁଛନ୍ତି। ହେଲା, ଟିକେ ଟିକେ କ'ଣ ମଜାରେ ଟିକେ କହିଥିଲା। କିଏ? ନା ବିଲୁଆ କହିଲା। ହେଲା, କ'ଣ କଲା? ନା ମୁଁ କହୁନି ମ, ବଣରେ ଗୋଟିଏ ତୁମ ଗଛର ପଇଡ଼ ପାଣିକୁ ସଭିଏ ଲୁଣିଆ ବୋଲି କହୁଛନ୍ତି କହିଲା। ଏହା ଶୁଣି ଆଉ ଟିକେ ହନୁ କ'ଣ କଲା? ନା ରାଗିଗଲା। କହିଲା, ମିଛ 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 ବୋଲି କହିଲା। କିଏ କହିଲା? ହନୁ କହିଲା ଯେ ଏ କଥା ମିଛ। ମୋ କଥା ଯଦି ବିଶ୍ୱାସ ହେଉନି ତାହେଲେ ନିଜେ ପିଇ କରି ଦେଖ। ସେ କହିଲା। କିଏ କହିଲା? ନା ହନୁ କହିଲା। ମୋ ଗଛର ପାଣି କ'ଣ ମିଠା, ଖଟା ନୁହେଁ କି ଲୁଣିଆ ନୁହେଁ। ହେଲା, ମୋ ଗଛର ପାଣି ମିଠା। ଯଦି ବିଶ୍ୱାସ ହେଉନି ତାହେଲେ ପିଇ କରି ଦେଖ ବୋଲି କହିଲା। କିଏ? ହନୁ କହିଲା। ହେଲା, ତାପରେ କ'ଣ ହେଲା? ଏହା କହି ହନୁ ରାଗରେ 2-4ଟା ପଇଡ଼ ଛିଣ୍ଡାଇ ତଳକୁ ପକାଇ ଦେଲା। ତାପରେ କ'ଣ କଲା? ନା ହନୁ ରାଗିଯାଇ 2-4ଟା କେତେ ପଇଡ଼ ଛିଣ୍ଡେଇକିନା କ'ଣ କଲା? ତଳେ ପକାଇ ଦେଲା। ପଇଡ଼ ଗୁଡ଼ିକ ଟାଣୁଆ ଆଉ ମାଟିରେ ଫୋଡ଼ିକିନା ଫାଟିଗଲା। ତା ଦେହରୁ ପାଣି ବାହାରିଲା। ଚଟାପଟ ସେ ପଇଡ଼ ପାଣି ପିଇଲେ। ବିଲୁଆର ଶୋଷ କ'ଣ ହେଲା? ନା ଦୂର ହୋଇଗଲା। ଏଥର ସେ କହିଲା, ତୁମେ ସତ କହୁଥିଲ ହନୁ ଭାଇ, ତୁମ ଗଛର ପଇଡ଼ ପାଣି ଭାରି ମିଠା। ବିଲୁଆ ଠ ଠ ହୋଇକିନା ହସିଲା। ହେଲା, ବିଲୁଆ ତାର ନିଜର ବୁଦ୍ଧି ବଳରେ ସେ କ'ଣ କଲା? ଶୋଷ ମେଣ୍ଟେଇ ପାରିଲା। ଠିକ୍ ଅଛି। ଯିବା ଆମେ ନେକ୍ସଟ ପ୍ରଶ୍ନ ଉତ୍ତରକୁ ଯିବା ପିଲାମାନେ। କ'ଣ ରହୁଛି ଜାଣିବା ପ୍ରଶ୍ନ ଉତ୍ତରରେ। 1 ନମ୍ବରରେ କ'ଣ ଦିଆହେଇଛି? ଆସ କଥା ହେବା। ପିଲାମାନେ 1 ନମ୍ବର ପରେ ଦେଖିବା କ'ଣ ଦିଆହେଇଛି? ବିଲୁଆ ବୁଲୁ ବୁଲୁ କ'ଣ ଦେଖିଲା? କ'ଣ ଦେଖିଲା? ଏକ ଗାଁଟିଏ ଦେଖିଲା। ଠିକ୍ ଅଛି। ଏକ ଗାଁଟିଏ ଦେଖିଲା। ଠିକ୍ ଅଛି। ତାପରେ ଯିବା ଖ ନମ୍ବର। ଖ ନମ୍ବର କ'ଣ ଦିଆହେଇଛି? ନଡ଼ିଆ ଗଛକୁ କିଏ ଜଗି ରହିଥିଲା? କିଏ ଜଗି ରହିଥିଲା? ନା ହନୁ। ହନୁ ଜଗି ରହିଥିଲା। ତାପରେ ଗ ନମ୍ବର ଦିଆହେଇଛି। ଜାଣିବା ଗ ନମ୍ବର କ'ଣ ଦିଆହେଇଛି? ନା ହନୁ ବିଷୟରେ ବିଲୁଆକୁ ଆଗରୁ କ'ଣ ଜଣାଥିଲା? କ'ଣ ଜଣାଥିଲା ପିଲାମାନେ? ସେ ଆଗରୁ ଜଣାଥିଲା ଯେ କ'ଣ ସେ ହେଉଛି ଲୋଭିଟା। ତାକୁ ମାଗିଲେ ସେ ଦବନି, ରାଗରେ ଗରଗର ହେବ। ହେଲା, ଓଲଟି ସେ ରାଗରେ ଗରଗର ହେବ ବୋଲି ଆଗରୁ ଜାଣିଥିଲା ବିଲୁଆ। କାହାକୁ? ହନୁ ବିଷୟରେ। ତାପରେ ଘ ନମ୍ବରକୁ ଯିବା। ଘ ନମ୍ବର କ'ଣ ଦିଆହେଇଛି? ହନୁ କାହିଁକି ରାଗିଲା? କ'ଣ ପାଇଁ ରାଗିଲା ପିଲାମାନେ? ଯେ ବିଲୁଆ କହିଲା ଗାଁରେ ସମସ୍ତେ କହୁଛନ୍ତି ଯେ ତମ ପଇଡ଼ ପାଣି ଲୁଣିଆ ବୋଲି। ତ ଏତିକି କହିବାରୁ ହନୁ କ'ଣ କଲା? ରାଗିଗଲା। ତାପରେ ଅ ନମ୍ବର କ'ଣ ଦିଆହେଇଛି? ହନୁ ରାଗିଯାଇ କ'ଣ କଲା? ଯେ 2-4ଟା କେତେ ପଇଡ଼ ତଳେ ରଖିଦେଲା। ତାପରେ ବିଲୁଆକୁ ଦେଲା ପିଇବା ପାଇଁ। ଠିକ୍ ଅଛି। ତାପରେ ଆମର 2 ନମ୍ବର କ'ଣ ଦିଆହେଇଛି? ଫଳକୁ ଗଛ ସହିତ ଗାରଟାଣି ଯୋଡ଼ିବା। ଠିକ୍ ଅଛି। ଏଇଟା ହେଉଛି ଆମର ପଇଡ଼ ଗଛ। ପଇଡ଼ ଗଛଟା ହେଉଛି ଆମର ଏଇଟା। ତାପରେ ତାଳ ଗଛ ହେଉଛି ଏଇଟା। ନଡ଼ିଆ ଗଛ ତ ଏଠି ନାହିଁ। ଆମ୍ବ ଗଛ ହେଉଛି ଏଇଟା। ତାପରେ ଖଜୁରୀ ଗଛ ହେଉଛି ଏଇଟା। ଠିକ୍ ଅଛି ପିଲାମାନେ।
ଯିବା ଆମେ ନେକ୍ସଟ ନମ୍ବରକୁ। ତାପରେ 3 ନମ୍ବର କ'ଣ ଦିଆଯାଇଛି ପିଲାମାନେ ଆମେ ଜାଣିବା। ଳ ଲ ବ ଠ ଅକ୍ଷର ଲାଗିଥିବା ଶବ୍ଦ ଗୁଡ଼ିକୁ ଗପରୁ ଚିହ୍ନିବା ଆଉ ତଳ କଥା ଲେଖିବା। ଯେମିତି ଲ କହୁଛି, ଯେମିତି ଗୋଟେ ଶବ୍ଦ ହେଲା ବିଲୁଆ, ଠିକ୍ ଅଛି। ବିଲୁଆ। ଆଉ ଗୋଟେ ଠ ଠକିନା ହସିଲା, ଏଇଟା ଆମର ହେଉଛି ଠ ଠ। ତାପରେ ବଡ଼, ତାପରେ ଆଉ କ'ଣ ଯେମିତି ଗଳାରେ ହେଲା, ଏଗୁଡ଼ା ହେଉଛି ଶବ୍ଦ। ବହିରୁ ପଢ଼ିବ ପିଲାମାନେ, ତାପରେ ଚିହ୍ନିକି ଅକ୍ଷର ଲେଖିବ। ତାପରେ ଯିବା ଆମେ 4 ନମ୍ବର। 4 ନମ୍ବର କ'ଣ ଦିଆଯାଇଛି? ଚିତ୍ରରେ ରଙ୍ଗ ଦେବା। କ'ଣ ଦିଆଯାଇଛି ପିଲାମାନେ? ନା ଗୋଟେ ଚିତ୍ର ଅଛି, ପଇଡ଼ ଗଛ ଚିତ୍ର, ତାକୁ ତୁମେ ରଙ୍ଗ ଦେବ, ଠିକ୍ ଅଛି। ଯିବା ଆମେ ନେକ୍ସଟ ନମ୍ବରକୁ। ତାପରେ 5 ନମ୍ବର କ'ଣ ଦିଆଯାଇଛି ପିଲାମାନେ ଜାଣିବା। ଦେଖିବା କ'ଣ ଦିଆଯାଇଛି। ଲ ଓ ଳ ଅକ୍ଷରକୁ ଶବ୍ଦରେ ଚିହ୍ନିବା। ଳରେ ଆମେ କ'ଣ ଦେବା? ଏଇଭଳିଆ ଗାର ଦେବା। ତାପରେ ଳରେ ଆମେ ଏଇଭଳିଆ ଚିହ୍ନ ଦେବା, ଠିକ୍ ଅଛି। ଏଠି ଳ ଅଛି, ତାକୁ ଗୋଲ ଦେବା। ଏଠି ବି ଳ ଅଛି, ତାକୁ ଗୋଲ ଦେବା। ଲାଉ, ଲଟା ଅଛି, ଏଠି ଆମେ କ'ଣ ଦେବା? ଏଇଭଳିଆ। ତାପରେ କଲମୁ, ଏଇଭଳିଆ ଚିହ୍ନ ଦେବା। କଲମୁ, ଠିକ୍ ଅଛି। କମଳା, ଳରେ ଆମେ ଗୋଲ ଚିହ୍ନ ଦେବା, ଠିକ୍ ଅଛି। ଯିବା ଆମେ 6 ନମ୍ବରକୁ ଦେଖିବା କ'ଣ ହେଉଛି 6 ନମ୍ବରରେ। 6 ନମ୍ବର କ'ଣ ଦିଆଯାଇଛି ନା ପିଲାମାନେ, ଆସ ଦେଖି ଦେଖି ଲେଖିବା ହେଲା। ଏଠି ଲଟା ଦିଆଯାଇଛି, ତାକୁ ଦେଖି ଦେଖି ଲେଖିବ। ତାପରେ ଏଠି ଳଟା ଦିଆଯାଇଛି, ତାକୁ ଦେଖି ଦେଖି ଲେଖିବ। ଏମିତି ଦେଖିବ ପିଲାମାନେ। ଏଇଭଳିଆ ପିଲାମାନେ କରିବ, ଏଇଭଳିଆ ସମସ୍ତେ। ତାପରେ 7 ନମ୍ବର କ'ଣ ଦିଆଯାଇଛି ପିଲାମାନେ, ଆସ ଶବ୍ଦ ଗୁଡ଼ିକୁ ପଢ଼ିବା, ଠିକ୍ ଅଛି। ଯେମିତି ଏଠି ଲଟା, ବଳ, ମାଳି, ଚାଳ, ଗାଲ, ମାଳ, ଲାଳ, କିଲ, ପାଲା, ବାଳକ, କପାଳ, ନାଲିଆ, ଲିଆ, ଠିକ୍ ଅଛି। ତାପରେ ଯିବା ଆମେ 8 ନମ୍ବରକୁ। 8 ନମ୍ବର କ'ଣ ଦିଆଯାଇଛି ଦେଖିବା। ତାପରେ ଆମେ 8 ନମ୍ବର କ'ଣ ଦେଇକି ଦେଖିବା ପିଲାମାନେ, ଆସ ପଢ଼ିବା, ଠିକ୍ ଅଛି। କ'ଣ ଦିଆଯାଇଛି? କାଠ ଝରକା, ଲିପିର ନାଚ, ଠିକ୍ ଅଛି, ଏଗୁଡ଼ା ପଢ଼ିବା। ତାପରେ 9 ନମ୍ବର କ'ଣ ଦିଆଯାଇଛି? ଦେଖି ଚିତ୍ର ଲେଖିବା। ଏଠି କିଏ ଆମର? ଏଇଟା ଗୋଟେ ଦେଖୁଛୁ ଆମେ ବାଳକ ଚିହ୍ନ ଚିତ୍ରଟେ ଅଛି, ତାକୁ ଲେଖିବା ବାଳକ। ତାପରେ ଏଠି ଲାଉ, ତାପରେ ଏଠି କଲରା, କଲରା ଚିହ୍ନଟା ଅଛି, କଲରା। ତାପରେ ଏଠି କ'ଣ ଅଛି? ଜପା ମାଳି, ଜପାମାଳି, ଜପାମାଳି। ତାପରେ ଯିବା ଆମେ 10 ନମ୍ବରକୁ। କ'ଣ ଅଛି ଦେଖିବା 10 ନମ୍ବରରେ। ତାପରେ ଆମେ 10 ନମ୍ବର କ'ଣ ଦିଆଯାଇଛି ଆମେ ଜାଣିବା। 10 ନମ୍ବରରେ ଅଛି ବ ଓ ଠ ଅକ୍ଷରକୁ ଚିହ୍ନିବା। ବରେ ତ୍ରିଭୁଜ ଭଳିଆ ଚିହ୍ନ ଦେବା ଓ ଠରେ ଏଇଭଳିଆ ଗାର ଚିହ୍ନ ଦେବା, ଠିକ୍ ଅଛି। ବରେ କ'ଣ ଦେଇଛି? ତ୍ରିଭୁଜ ଭଳିଆ ପିଲାମାନେ, ବରେ ଏଇଭଳିଆ ତ୍ରିଭୁଜ ଚିହ୍ନ ଦେବ। ଯୋଉଠି ଯୋଉଠି ବ ଥିବ ଏଠି ବଳଦ ବ, ଚାବି ବ, ବଣ ବ। ତାପରେ ଠରେ କ'ଣ କହୁଛି? ଏଇଭଳିଆ ଚିହ୍ନ ଦେବ ପିଲାମାନେ, ଠ ଏଇଭଳିଆ, ଯେମିତି କାଠ, ତାପରେ ପାଠ, ତାପରେ ଆଠ, ଠିକ୍ ଅଛି। ଏଗୁଡ଼ା ସବୁ ଚିହ୍ନ ଦେବ। ତାପରେ 11 ନମ୍ବର କ'ଣ ଦିଆଯାଇଛି? ଆସ ଲେଖିବା। ଖାଲି ପିଲାମାନେ ଏଇଟାକୁ ବୋଟାକୁ ଲେଖିବ, ଆଉ କିଛି ନାହିଁ, ଠିକ୍ ଅଛି। ଯିବା ଆମେ ନେକ୍ସଟ ନମ୍ବରକୁ 12 ନମ୍ବରକୁ। ପିଲାମାନେ 12 ନମ୍ବର କ'ଣ ଦିଆଯାଇଛି ନା ସାରଣୀରେ ଥିବା ଅକ୍ଷରଗୁଡ଼ିକୁ ପଢ଼ିବା। ସେହିପରି ଅକ୍ଷରୀରେ ହର୍ଷେଇକାର ଓ ଆକାର ଦେଇ ଖାଲି ଜାଗାରେ ପଢ଼ିବା ଓ ଲେଖିବା ହେଲା। ଯେମିତି ଏଠି ଲ, ହର୍ଷେଇକାର ଲୋରେ ହର୍ଷେଇକାର ଲି ଦିଆହେଇଛି। ତାପରେ ଆ, ଲୋରେ ଆକାର ଲା। ସେଭଳିଆ ଝ, ଝରେ ହର୍ଷେଇକାର ଝି, ଠିକ୍ ଅଛି। ତାପରେ କରେ ହର୍ଷେଇକାର କି, ତାପରେ ପରେ ହର୍ଷେଇକାର ପି, ତାପରେ ନରେ ହର୍ଷେଇକାର ନି, ଠିକ୍ ଅଛି। ତାପରେ ଆମର ଆକାର ରହିଲା, ଝରେ ଆକାର କିପରି ଝା, ତାପରେ କରେ ଆକାର କା, ତାପରେ ପରେ ଆକାର ପା, ତାପରେ ନରେ ଆକାର ନା, ଠିକ୍ ହେଲା। ତାପରେ ଯିବା ଆମେ 13 ନମ୍ବରକୁ। କ'ଣ ଅଛି ଜାଣିବା 13 ନମ୍ବରରେ। 13 ନମ୍ବର କୁହାଯାଇଛି ଆସ ପଢ଼ିବା, ଠିକ୍ ଅଛି। ଲେଖା ହେଇଛି କ'ଣ ନା ବର, ବାଟ, ବାପା, ବଳ, ଉଠି, ଚୁଠା, ଗାର, ମଗ, ଆଠ, ମାଠିଆ, କବାଟ, ଓଠ। ଆମ ପିଲାମାନେ ସବୁ ପ୍ରଶ୍ନ ଉତ୍ତର। ନେକ୍ସଟ ଭିଡ଼ିଓରେ ମୁଁ ନେକ୍ସଟ ବିଷୟଟି ଆଣିବି।